ଆଣିଲା କେବେଠୁ ରହିଲା ତା ନାଁ କାହିଁକି ବାଟ ମଙ୍ଗଳା ଆଜ୍ଞା ହଁ ଆକୁ ପାଲା ବାଲା କହିବ ନା ତା ନାଁ ବାଟ ମଙ୍ଗଳା କାହିଁ କିଏ ଆଣି ମୂର୍ତ୍ତି ରଖିଲା କେବେଠୁ ରହିଲା ବାଟ ମଙ୍ଗଳା ଦେଇଲେ 18 ନଳା କାହିଁକି କିଏ କଲା ସେ ନଈନା କଣ କୁହ 18ଟା ନଳା କଣ କଣ ଏବେ ଆପଣ ଗଣିଲେ 19 ନଳା 19 କାହିଁକି ଏବେ ହେଲା 20 କାହିଁକି ହେଲାନି 18ରେ କଣ ପାଇଁ ବନ୍ଦୀ ଥିଲା ଦି ଧାଡ଼ି ଆପଣ ମାନଙ୍କୁ ଶୁଣେଇବି ଆଉ ଦୀନବନ୍ଧୁ ମହାପାତ୍ର ବିଷ୍ଣୁପ୍ରିୟା କଥାରେ ଆଜିର ପାଲାକୁ ଶେଷ କରି କେଉଁଠି ମହାପାତ୍ର ବୁଝଉଛି କହିଲା ଶୁଣିଲୁ କିଏ ବାଟ ମଙ୍ଗଳା ଗୋଟିଏ ଦୀପ ଜାଳେ ଗୋଟେ ଦୀପ ଜାଳେ ଦୀପ ଜାଳିଲେ କଣ ହୁଏ ଗୋଟେ ଶ୍ଲୋକ ଗାଉଛି ସତ୍ୟଂ ବତି ଦୟା ଜ୍ଞାନାଗ୍ନିନା ପ୍ରଜ୍ୱଳିତ ତଳଂ ତପଃ ଜ୍ଞାନାଗ୍ନିନା ତଳଂ ତପଃ ସଜନ ସଙ୍ଗ ଦୃଷ୍ଟିକା ମାନସ ଶୁଣ ସତ୍ୟଂ ଦୀପ ଦୀପଟି ଆପଣ ଜାଣିବେ ଯୋଉ ମନ୍ଦିରରେ ଆପଣଙ୍କ ମନରେ ସତ ଭାବ ଜାତ ହବ ମିଥ୍ୟାକୁ ଆପଣ ଘୃଣା କରିବେ ଆପଣ ପରୀକ୍ଷା କରନ୍ତୁ କୌଣସି ଦେବାଦେବୀ ମନ୍ଦିରରେ ଦୀପ ସମର୍ପଣ କରିବେ ଆଉ ଦୀପ ସମର୍ପଣ କରି ଭୂଇଁରେ ଥୋଇବେନି ଭୂଇଁରେ ଥୋଇଲେ କିଛି ପୁଣ୍ୟ ନାହିଁ ଏ ବର୍ଷ ଜାଗର ମାଳ 7 ଦିନ ଗାଉଥିଲି ଶିବ ମନ୍ଦିର ଦେଖିଲା ବେଳକୁ ସବୁ ମା ଝିଅ ଭଉଣୀ ଭୂଇଁ ଉପରେ ଦୀପ ଥୋଇକି ହାତ ଧରିକି ବସିଛନ୍ତି ଶିବ ମନ୍ଦିରରେ ଭୂଇଁରେ ଦୀପ ଥୁଅନ୍ତିନି ଚଣ୍ଡୀ ମନ୍ଦିର କାଳୀ ମନ୍ଦିର ରେଭେନ୍ସାରେ ପଢିବା ବେଳେ ମୁଁ ମା କାଳୀଙ୍କ ପାଖକୁ ଶନିବାର ଆସେ ମଶାଣିଟା ଥିଲା ସେ ରାସ୍ତା ଡାହାଣ ପଟେ ଜଣେ ଲୋକ ଭୟଙ୍କର ଲୋକ ଯେତେ ମରନ୍ତି ସବୁକୁ ପଡୁଥିଲା ଏଇ ଆଖି ଦେଖିଛି 78 ମସିହାରେ ରେଭେନ୍ସାର ଛାତ୍ର ଖାନଗର ମଶାଣି ଯୋଉଠି ବାଜି ରାଉତର ଶବ ଦାହ ହେଇଥିଲା ଢେଙ୍କାନାଳ ଜିଲ୍ଲା ଏ ପୁଅ ବ୍ରାହ୍ମଣୀ ନଈକୂଳ ବାଜି ରାଉତର ଶବ ଢେଙ୍କାନାଳରୁ ଆସିଲା ପୋଡା ହେଲା ଖାନନଗର ମଶାଣିରେ ବାଟରେ ହଜାର ହଜାର ଲୋକଙ୍କର ଫୁଲମାଳ 12 ବର୍ଷର ଛୁଆ ବାଜି ରାଉତ ପୁଅ ସେଦିନ ଖୋର୍ଦ୍ଧା ଗୁରୁଜଙ୍ଗର କିଏ ଜାଣିଛୁ ଖୋର୍ଦ୍ଧା ଗୁରୁଜଙ୍ଗ କବି ବୁଝିଯାଉଛି ସେଦିନ ଉପସ୍ଥିତ ଥିଲେ ଛୋଟ ମୋର ଗାଁଠି ଭୂଗୋଳ ପୋଥି ପତର ପଛେ ସଚି ରାଉତରାୟ ଖୋର୍ଦ୍ଧା ଗୁରୁଜଙ୍ଗ ସଚି ରାଉତରାୟ ବାଜି ରାଉତ ସବ ଜଳିବା ବେଳେ ଠିଆ ହେଇଥିଲେ ଧାଡ଼ିଏ ଲେଖିଦେଲେ କହିଲେ ପ୍ରଦୀପ ଜଳିଲେ ମନ୍ଦିର ଜାଣକି ଜ୍ୱଳନର ମୂଲ୍ୟ ପ୍ରଦୀପ ଜଳିଲେ ମନ୍ଦିର ଜାଣକି ଜ୍ୱଳନର ମୂଲ୍ୟ ଚୁଇ ଚଳିଗଲେ ମଶାଣି ଜାଣକି ପାଉଁଶର ମୂଲ୍ୟ ଖୋର୍ଦ୍ଧା ଗୁରୁଜଙ୍ଗ ଏମିତିକା ପୁଅ ଓଡ଼ିଶାର ଜନ୍ମ ହବନି ଆପଣ ମାନେ ଟିଭିରେ ଦେଖିଥିବେ ସେପ୍ଟେମ୍ବର ଗାଁଠି ଭୂଗୋଳ ପୋଥି ପତର ପଛେ ନଥାଉ ତାର ନାଁଟି ସଚି ରାଉତରାୟ ଲେଖିଲେ ପ୍ରଦୀପ ଜଳିଲେ ମନ୍ଦିର ଜାଣେ କି ଜ୍ୱଳନର ମୂଲ୍ୟ କେତେ ମନ୍ଦିରରେ ଆପଣ ମାନେ ଦୀପ ଜାଳିଦେବେ ସେ ଦେଉଳ କହିପାରିବ ଇଏ ଦୀପ କେତେ ଜ୍ୱଳନାଙ୍କ ବୋଲେ ତାତି କେତେ ଦୀପ ସହିଲା ଦେଉଳ କହିବ କେତେ ଦୀପ ଆମେ ଜାଳୁଛି କେତେ କଳା ପଡି ଯାଉଛି କେତେ ଫାଟି ଯାଉଛି କେତେ ଟିକେ ହେଇଯାଉଛି ପଚାରିବେ ମନ୍ଦିର କହ କେତେ ତାତି ସହି ଦୀପ କଳା ପଡିଲା କହିବ ମନ୍ଦିର ଚୁଇ ଚଳିଗଲେ ମଶାଣି ଜାଣେ କି ପାଉଁଶର ମୂଲ୍ୟ କେତେ ଖାନନଗର ମଶାଣିରେ ହଜାର ଶବ ଜଳି ଯାଉଛନ୍ତି ପୁରୀ ସ୍ୱର୍ଗ ଦ୍ୱାର ଅଜସ୍ର ଶବ ଜଳି ଯାଉଛି ଯୋଉଠି ପରିବାର
ଚଳେଇବା ପାଇଁ ଉପର ଚିରା ଟୋପି ପିନ୍ଧି ରିକ୍ସା ଚଲେଇ ଜୀବିକା ନିର୍ବାହ କରୁଥିବା ରିକ୍ସାବାଲାର ଶବ ଯୋଉ ସ୍ୱର୍ଗ ଦ୍ୱାରରେ ସେଇ ସ୍ୱର୍ଗ ଦ୍ୱାରରେ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କର ଶବ ସେଦିନ ଯାଇ ଶୋଇଲା। କଳିଙ୍ଗ ବୀର ବିଜୁ ପଟ୍ଟନାୟକ ଶବ ସ୍ୱର୍ଗ ଦ୍ୱାରରେ ଶୋଇଲା। ବ୍ରହ୍ମଗିରି ରେବେଣା ନୂଆଗାଁ ଅମର ଦାସଙ୍କର ମୋର ପାଲା ହଉଥିଲା। ଗାଁ ବାଲା ଗାଡିରେ ଆଣିକି ଆସିଲେ କଳିଙ୍ଗ ହାତୀ ବିଜୁ ପଟ୍ଟନାୟକ ଶୋଇଛି ସ୍ୱର୍ଗ ଦ୍ୱାରରେ। ତିନିଟା ଦେଶର ତିନିଟା ଜାତୀୟ ପତାକା ଆଣ୍ଠୁଠେଇ ଇଣ୍ଡୋନେସିଆର ଜାତୀୟ ପତାକା ବେକଠେଇ ସୋଭିଏତ ୟୁନିୟନ ସୋଭିଏତ ରୁଷିଆର ଆଜ୍ଞା ଜାତୀୟ ପତାକା ଆଉ ଅଣ୍ଟାରେ ଭାରତ ବର୍ଷର ତ୍ରିରଙ୍ଗା ଜାତୀୟ ପତାକା। ଏମିତିଆ ପୁଅ ଆଉ ଜନ୍ମ ହବ ବିଜୁ ପଟ୍ଟନାୟକ ଭଳିଆ ପୁଅ। ଏରେ ଇଣ୍ଡୋନେସିଆ ରୁଷିଆ ଭାରତ ତିନିଟା ଦେଶର ଜାତୀୟ ପତାକା ତିନି ଜାଗାରେ କଳିଙ୍ଗ ହାତୀ ବିଜୁ ପଟ୍ଟନାୟକ ଶୋଇଛି। ଆପଣ ସ୍ୱର୍ଗଦ୍ୱାରକୁ ପଚାରିବେ ଏ ସ୍ୱର୍ଗଦ୍ୱାର ରିକ୍ସା ବାଲା ପାଉଁଶର ମୂଲ୍ୟ କେତେ ଆଉ ବିଜୁ ପଟ୍ଟନାୟକ ପାଉଁଶର ମୂଲ୍ୟ କେତେ? କହରେ ଖାନନଗର ମଶାଣୀ ଏତେ ଲୋକଙ୍କର ପାଉଁଶର ମୂଲ୍ୟ କେତେ? 12 ବର୍ଷ ପୁଅ ବାଜି ରାଉତ ପାଉଁଶର ମୂଲ୍ୟ କେତେ? ସଚି ରାଉତରାୟ ଖୋର୍ଦ୍ଧା ଗୁରୁଜନ କରି ଇଏ ମଶାଣୀ କହିବ କା ପାଉଁଶର ମୂଲ୍ୟ କେତେ? ସ୍ୱର୍ଗଦ୍ୱାର କହିବ ରିକ୍ସା ବାଲା ପାଉଁଶ ମୂଲ୍ୟ କେତେ ଆଉ ବିଜୁ ପଟ୍ଟନାୟକ ପାଉଁଶ ମୂଲ୍ୟ କେତେ? କୁହ ସିନା ମଶାଣୀ କହିବ ନାଇଁ ବୁଝୁଛୁ? ଖାନନଗର ମଶାଣୀ ପାଖରେ ଯୋଉ ମା କାଳୀ ଥିଲେ କାଳୀ ମନ୍ଦିର ମା କାଳୀ ସେଇ କହିବ ତା ପାଉଁଶର ମୂଲ୍ୟ କେତେ? ରିକ୍ସା ବାଲା ପାଉଁଶ ବିଜୁ ପଟ୍ଟନାୟକ ପାଉଁଶ ତା ମୂଲ୍ୟ କେତେ? ଜଣେ କହିବ ବଡ ଦେଉଳରେ ବସିଛି। ବୁଝୁଛୁ? କୁହ କାହିଁକି ଏତେ ବାଟ କରି ଦୀପଟି ହଉଛି ସତ୍ୟ। ଦୀପ ଭୁଇଁରେ ଥୋଇବେ ନାହିଁ। 6ଟା ଜିନିଷ ଭୁଇଁରେ ଥୋଇବେନି। କଣ କଣ? ପାଲା ହେଇଗଲା ଶିକ୍ଷା। ବ୍ରହ୍ମା କୁତଂ ବ୍ରହ୍ମାର କତଂ ନାରୀଣାଙ୍କୁ ଚଚୁଗ ଶଙ୍ଖ ପ୍ରଦୀପ ଚାମୁସ୍ତକ ସହତେ ବସୁଧା ନ ସହତେ ବସୁନ୍ଧରା। ବସୁନ୍ଧରା ବୋଲେ ପୃଥିବୀ ନ ସହତେ ସହିପାରେନି। କଣ କଣ? ବ୍ରହ୍ମପୁତଂ ବ୍ରାହ୍ମଣ ପିତାକୁ ପୃଥିବୀ ମା ସହିପାରେନି। କୋଷେଇ ଗଲେ ଆସନ ଖଣ୍ଡେ ଦେବେ। ଆସନ ଖଣ୍ଡେ ଆଗ ଦେବେ ବ୍ରାହ୍ମଣ। ଆମେ ହିନ୍ଦୁ କହୁ ବନ୍ଧୁ ଆଇଲେ ଗୋଡ ଧୁଆ ପାଣି ଚଟେଇ ଦବ। ଗୋଡ ଧୁଆ ପାଣି କଣ ଗୋଡ ଧୋଇକି ପାଣି ଚଟେଇ ଗୋଡ ଧୁଆ ପାଣି ଗୋଡ ଧୋଇବାକୁ ପାଣି ଦବୁ ଗୋଡ ଧୁଆ ପାଣି ଦବୁ ଚଟେଇ ବୋଲେ ଆସନ କିଏ ଦବ? ପାଣିର ଅଭାବ ନାହିଁ କି ଚଟେଇର ଅଭାବ ନାହିଁ। ଗୋଡ ଧୁଆ ପାଣି ଚଟେଇ ଦବୁ। ଅତିଥି ଆଇ ତେଣୁ ବ୍ରାହ୍ମଣକୁ ଆଗ ଆସନ ଦେବେ। ତା ପିଚାକୁ ସମ୍ଭାଳି ପାରିବନି। ବ୍ରହ୍ମର କତଂ ବ୍ରାହ୍ମଣର କତକୁ ପୃଥିବୀ ମା ସହିପାରେ ନାହିଁ। ସବୁ କରିବେ ଏ ବ୍ରାହ୍ମଣ କଲେ ଅପରାଧ ବ୍ରାହ୍ମଣ ଭୁଲ କରିବ ଆପଣ ଠିକ କରିବେ। ଠିକ କରିକି ବ୍ରାହ୍ମଣକୁ ମୁଣ୍ଡିଆ ମାରିକି 50 ଦେବେ। କାହିଁକି? ବ୍ରାହ୍ମଣ ଭୁଲ କଲେ ସିଏ ଭୁଲ ମାଗିବନି। ଯଦି ବାଡେଇ ଦେବେ ରକ୍ତ ପଡିଲେ ଏ ପୁଅ ପୃଥିବୀ ସେ ରକ୍ତକୁ ସହିପାରିବନି। ତେଣୁ ବ୍ରାହ୍ମଣ ପିଚା ବ୍ରାହ୍ମଣ ରକ୍ତ ନାରୀଣାଙ୍କୁ ଚଜୁ ଗଳଂ। ଆମ ମା ଭଉଣୀ ଝିଅକୁ
पुराणा कालिया बुढ़ी माने थे कहती ए गांधारी घर झील आलो मुहामारी की पेटे की कौन शोची किलो भुआसुड़ी झीलटा पेटे की शोची आम माँ भौणी को मातृ चिन्हर भार को पृथ्वी माँ संभाली पारे स्त्री लोक माने पेटे की शोइबार नियम ना शंख आपण बापा घरे शंख रखिदेवे शंख भूई थोड़े दक्षिणावर्तक शंख घर पे बहु भल घरे रखिए चोड़िए रखिए नहीं चोड़िए शंख रखिए नहीं प्रबल टंका बोली कहे चाउली शंख थोड़े नहीं गोटिकिया शंख रखिए दक्षिणावर्तक